ଅନ୍ଧ ଶାଗୁଣା ଓ ଧୂର୍ତ୍ତ ବିରାଡ଼ି। ଗୋଟିଏ ବିଶାଳ ବରଗଛ କୋରଡ଼ରେ ଗୋଟିଏ ବୃଦ୍ଧ ତଥା ଅନ୍ଧ ଶାଗୁଣା ରହୁଥିଲା। ବୃଦ୍ଧ ତଥା ଅନ୍ଧ ହୋଇଥିବାରୁ ସେ କେଉଁଆଡ଼େ ଯାଇପାରେ ନାହିଁ। ସେହି ଗଛରେ ବହୁତ ଗୁଡ଼ିଏ ପକ୍ଷୀମାନେ ବାସ କରୁଥିଲେ। ଅନ୍ୟ ପକ୍ଷୀମାନେ ଦୟାକରି ନିଜ ଖାଦ୍ୟରୁ କିଛି କିଛି ଶାଗୁଣାକୁ ଦେଉଥିଲେ। ଦିନେ ଗୋଟିଏ ବିରାଡ଼ି ପକ୍ଷୀ ଛୁଆକୁ ଖାଇବା ଆଶାରେ ସେଠାରେ ପହଞ୍ଚିଲା। ବିରାଡ଼ିକୁ ଦେଖି ପକ୍ଷୀ ଛୁଆମାନେ ବିକଳରେ କୋଳାହଳ କଲେ। ପକ୍ଷୀ ଛୁଆଙ୍କ କୋଳାହଳ ଶୁଣି ଶାଗୁଣା ପାଟି କଲା। ଶାଗୁଣାର ପାଟି ଶୁଣି ବିରାଡ଼ିଟି ନିଜକୁ ବଞ୍ଚାଇବା ପାଇଁ ଚିନ୍ତା କରି ଶାଗୁଣା ସହିତ ବନ୍ଧୁତା ବାନ୍ଧିଲା। ସେ ଗୋଟେ ନିରାମିଷାଶୀ ହୋଇଥିବାରୁ ଧାର୍ମିକ ଶାଗୁଣାଠାରୁ ଧର୍ମ କଥା ଶୁଣିବାକୁ ଆସିଛି ବୋଲି କହି ବିଶ୍ୱାସ ଜନ୍ମାଇଲା। ଏହିପରି ଭାବରେ ଧର୍ମ ମାର୍ଗରେ ଯାଇ ଶାଗୁଣା ସହିତ ବନ୍ଧୁତା ସ୍ଥାପନ କରି ସେଠାରେ ରହିଲା। ସେ ପ୍ରତ୍ୟେକ ଦିନ ପକ୍ଷୀ ଛୁଆକୁ ମାରି ଖାଇଦିଏ ଏବଂ ଶାଗୁଣା ରହୁଥିବା କୋରଡ଼ରେ ହାଡ଼ ସବୁ ପକାଇ ଦିଏ। ପକ୍ଷୀମାନେ ଛୁଆଙ୍କୁ ନ ପାଇ ବିକଳରେ ସବୁଆଡ଼େ ଖୋଜାଖୋଜି କରନ୍ତି, ମାତ୍ର ଛୁଆକୁ ନ ପାଇ ମନ ଦୁଃଖରେ ରୁହନ୍ତି। ଏହିପରି କିଛି ଦିନ କଟିଗଲା। ଦିନେ ସେମାନେ ଦେଖିଲେ ଶାଗୁଣା ରହୁଥିବା କୋରଡ଼ରେ ହାଡ଼ ସବୁ ପଡ଼ିଛି। ଶାଗୁଣା ଅନ୍ଧ ହୋଇଥିବାରୁ କିଛି ଜାଣିପାରେ ନାହିଁ। ପକ୍ଷୀମାନେ ଏହା ଦେଖି ଭୀଷଣ ରାଗିଗଲେ। ସବୁ ପକ୍ଷୀମାନେ ମିଳିମିଶି ଅନ୍ଧ ତଥା ବୃଦ୍ଧ ଶାଗୁଣାକୁ ମାରିଦେଲେ। ନୀତି ଶିକ୍ଷା: ଦୁଷ୍ଟ ଲୋକଙ୍କ କଥାକୁ କେବେହେଲେ ବିଶ୍ୱାସ କରିବ ନାହିଁ।